ନାଇଁ ନାଇଁ ଚା ଭଲ ହେଇଛି, ଚା ଭଲ ହେଇଛି। ମୋର ଅଭ୍ୟାସ ପଳେଇଲାଣି ତ। ଏଇଠିକା ଲୋକାଲ ଚା ନୁହଁ କି? ହଁ ହଁ, ଓ ସେଇଥିପାଇଁ ଏଇ ଚା ପିଇବାର ଅଭ୍ୟାସ ନାହିଁ ମୋର। ମୋର ଯେଉଁ ପୁତୁରା ରୁହନ୍ତିନି, ହଁ ମ ସେ ଯେଉଁ ଅଷ୍ଟ୍ରେଲିଆର ପୁତୁରା, ହଁ ତାଙ୍କରି ଜଣେ ଚିହ୍ନା ଜଣା ଅଛନ୍ତି ଯେ ଦାର୍ଜିଲିଂରେ, ସିଏ ସ୍ପେଶାଲ ଚା ପଠାନ୍ତି। ଆମ ମହାନ୍ତି ବାବୁ ତ ଏଠିକା ଚା ପିଇବେନି। ହଁ ନାଇଁ ନାଇଁ, ଭଲ ଚା ଭଲ ଚା, ଏ ଚା ବି ଭଲ ଚା। ହଁ ମୋର ଟିକେ ଟେଷ୍ଟ ବଦଳିଗଲାଣି। କପ୍ ବି ଭଲ ହେଇଛି। କୋଉଠୁ କିଣିଛ? ଏଇ ଯେଉଁ ମେଳା ପଡ଼ିଥିଲା? ହଁ ବଢ଼ିଆ କପ୍ ହେଇଛି ତ। କେତେ ଟଙ୍କା ପଡ଼ିଲା? ହେଇ ଦେଖ, ହଁ 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 ମୋ ମହାନ୍ତି ବାବୁ, ହଁ ଗୋଟେ ଗୋଟେ କପ୍ କିଣିକି ଆଣିଛନ୍ତି ଯେ 400 ଟଙ୍କା ଗୋଟିଏ କପ୍କୁ। ସେମିତିଆ କପ୍ର 6ଟା ତ। ହଁ କ'ଣ ଦରକାର, ଏ କପ୍ରେ କ'ଣ ଚା ପିଇ ହେଉନି କି? ସେଥିରେ ବି ତ ଚା ପିଆ ହୁଏ, ଏଥିରେ ବି ତ ଚା ପିଆ ହୁଏ, ଇଏ କ'ଣ ଅସୁବିଧା? ତାଙ୍କୁ କିଏ ବୁଝେଇବ? ଚିଙ୍କି, ସେମିତି କରନ୍ତିନି ମାମା। ନାଇଁ 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 ନାଇଁ, ଆଣ୍ଟି ଡାକିବେ। ଚିଙ୍କି, ହଁ ହଁ, ପିଲା ଲୋକ କ'ଣ ଆଉ କରିବା। ହଁ ନହେଲେ ନାଇଁ, ଇଏ ତ ଶାନ୍ତ ସୁଧାର ପିଲା, ଗାଳି ଦେଇଦେଲେ ଚୁପ୍ ହେଇଯାଉଛି। ନହେଲେ ସେ ଯେଉଁ ପଟ୍ଟନାୟକ ବାବୁଙ୍କ ଝିଅ, ହଁ ତାଙ୍କ ମିସେସ୍ ପରେ ଆସିଥିଲେ ତାଙ୍କ ଝିଅକୁ ଧରିକି ଆମ ଘରକୁ। ଏଇ କପ୍ କଥା ଯେଉଁ କହୁନଥିଲି, ଏବେ ଯେଉଁ 400 ଟଙ୍କିଆ, କାହିଁକି 400 ଟଙ୍କା ଆଣିଥିଲେ? ମହାନ୍ତି ବାବୁ ଆଗରୁ ଆହୁରି ଟିକେ ଦାମିକିଆ କପ୍ ଆଣିଥିଲେ। କ'ଣ ହେଲା ଜାଣିଛ ନା? କ'ଣ ହେଲା, ସେ ଯେଉଁ ଆସିଥିଲା, କି ଦୁଷ୍ଟ ସେ ପିଲା, ଓହୋ, ମାନେ ଆଖି ପିଛୁଳାକ ଇଆଡ଼େ ସିଆଡ଼େ ଇଆଡ଼େ ସିଆଡ଼େ ଇଆଡ଼େ ସିଆଡ଼େ ଇଆଡ଼େ ସିଆଡ଼େ ଡେଇ ଚାଲିଥିବ। ଯାହା ହାତ ପାଖରେ ପାଇଲା ତ। ଆମେ ତ ଚା ପିଉଥିଲୁ, ଆଉ ମୋ ଚାଟା ସେଠି ଥୁଆ ହେଇଥିଲା, ଧଇଲା କପ୍ ତ ଧାଉକି, ନାଇଁ ମୁଁ ପାଗୁନି ମ, ଧାଉକିନା ପକେଇଦେଲା ଆଉ। କପ୍ ପୁରା ଛତ୍ରଖାନ। ଇସ୍, ମହାନ୍ତି ବାବୁ କହିଲେ ନାଇଁ ଆଉ ଆମର ଜାଣିଛ ନା, ଆମର ଗୋଟେ ଯଦି କପ୍ ଭାଙ୍ଗିଗଲା ତାହେଲେ ଆଉ ସେ କପ୍ ସେଟ୍ଟା ପୁରା ଗଲା। ଆମେ ନାଇଁ, ଆମର ପସନ୍ଦ ନାହିଁ, ତାଙ୍କର ପସନ୍ଦ ନାହିଁ। ମୋର କଥା ନୁହେଁ, ମୁଁ ତ ଯୋଉଥିଲେ ମୋତେ ତ ଖପରାରେ ଦେଲେ ମୁଁ ଖପରାରେ ପିଇଦେବି, ସେଥିରେ ମୋର କ'ଣ। ମହାନ୍ତି ବାବୁଙ୍କୁ ଜମା ପସନ୍ଦ। ସେ କହିଲେ ନାଇଁ, ଭାଙ୍ଗିଗଲା ମାନେ ଖଣ୍ଡିଆ ହବନି। ମୁଁ ସେ କପ୍ ସେଟ୍ ପୁରା, ଆଉ 5ଟା କପ୍ ଥିଲା, ମୁଁ କାମବାଲିକୁ ଦେଇଦେଲି। ସେ କହୁଥାଏ, ମା ଏ ନୂଆ କପ୍ ମୋତେ ଦେଇଦେଲ, ମା ଏତେ ଦାମ ହବ। ମୁଁ କହିଲି ଦାମ କଥା କାହିଁ ତୁ ଚିନ୍ତା କରୁଛୁ, ମୋତେ ତୋତେ ଦେଲି, ତୁ ନେଇକି ଯିବୁ। ଆଉ ଯଦି ତୋତେ ନିହାତି ଖରାପ ଲାଗୁଛି ଯେ ବିନା ପଇସାରେ କାହିଁକି ନେବି, ତୋର ଯେତେବେଳେ ଦରମା ଟଙ୍କା ଆସିବ ସେତେବେଳକୁ ମୁଁ ସେଟାକୁ ଆଡ଼ଜଷ୍ଟ କରିଦେବିନି କି? ତୁ କାହିଁ ବ୍ୟସ୍ତ ହେଉଛୁ, ତୁ ନେଇଯା। ମହାନ୍ତି ବାବୁ ଗଲେ। ସେ କପ୍ ସେଟ୍ ଆହୁରି ଦାମିକିଆ ଥିଲା, ଏବେକାର କପ୍ ସେଟ୍ ଅପେକ୍ଷା ସେ କପ୍ ସେଟ୍ ଗୋଟା କପ୍କୁ କହିବି ମୁଁ 600 ଟଙ୍କା ନା 700 ଟଙ୍କା ଗୋଟେ କପ୍କୁ ଥିଲା। ସେମିତିଆ 6ଟାର ଗୋଟେ ସେଟ୍ ଥିଲା। ଗୋଟେ ଭାଙ୍ଗଲା। ମହାନ୍ତି ବାବୁ କହିଲେ ନାଇଁ, ଏ ଛୁଆ ତ ସବୁବେଳେ ଆମ ଘରକୁ ଆସୁଛି। ଚିଙ୍କି, ନାଇଁ ସେମିତି କରନ୍ତିନି ନା। ହଁ ତ ଏ ଛୁଆ ତ ସବୁବେଳେ ଆମ ଘରକୁ ଆସୁଛି, କ'ଣ ନାଇଁ କ'ଣ ଗୋଟେ ଭାଙ୍ଗିଦେବ, କ'ଣ କରିବ, ପୁଣି ଆଉ ଥରେ କପ୍ ଭାଙ୍ଗିବ କାହିଁକି? ମୁଁ ଶସ୍ତାବାଲା କପ୍ ନେଇକି ଆସିବି। ଆଉ ଶସ୍ତାବାଲା କୋଉ କପ୍ ନା 400 ଟଙ୍କିଆ ଦାମର କପ୍। ସିଏ କୋଉ ଶସ୍ତା କେଜାଣେ, ମହାନ୍ତି ବାବୁ ଜାଣିଥିବେ। କ'ଣ କରିବା, ତାଙ୍କର ସେଇଭଳିଆ କଥା। ଆଉ ସେ ପିଲା ଯେଉଁ ଦୁଷ୍ଟ ହେଉଥାଏ, ସିଏ ମୁଁ ବି ଭାବିଲି ଯେ ହଁ ଭଲ କରିଛନ୍ତି, ଶସ୍ତା କପ୍ ଆଣିଛନ୍ତି। 600 ଟଙ୍କା କପ୍ ତ ହେଇନଥିବ ନା। ସେ ଯେଉଁ ପିଲା ଆଚ୍ଛା, ଆମ ଘର କାନ୍ଥ ତ ଦେଖିଛ? ନାଇଁ ତମେ ତ ଥିଲ ଆମ ଘରେ ଭଡ଼ା, ଏବେ ସିନା ନିଜ ଘର କରିକି ଚାଲି ଆସିଲ। ନାଇଁ ଭଲ ହେଇଛି, ଘର ଭଲ ହେଇଛି। ଏ କାନ୍ଥରେ ଏ କଲର୍ କାହିଁ ଲଗାଇଲ? ଏଇଟା କ'ଣ ଭଲ ଲାଗୁଛି? ହଁ ଠିକ୍ ଠାକ୍ ଯେ, ମୋତେ ଏ ରଙ୍ଗଟା ମୋତେ ଏତେ ପସନ୍ଦ ନୁହଁ। ମୋତେ ଟିକେ ଆଉ ଟିକେ ସଫିଷ୍ଟିକେଟେଡ୍ କଲର୍ ପସନ୍ଦ। ଆମ ଘର ଦେଖିନ କି? ଆମ ଘର ଯେଉଁ କଲର୍ ଗୁଡ଼ାକ ହେଇଛି, ତ ତମେ ତ ଉପର ଘର, ସେଟା ତ ଭଡ଼ା ଦେବା ପାଇଁ କରିଥିଲୁ, ସେଇଥିପାଇଁ ଏତେ ଆମେ ଖର୍ଚ୍ଚ କରିନଥିଲୁ। କିନ୍ତୁ ଆମ ତଳ ଘରର କାନ୍ଥ ଦେଖିଛଟି? ମାନେ ଆଲୁଅ ପଡ଼ିଲେ ଆଲୁଅ ଏମିତି ଧାଇଁକିନା ଆଖିକୁ ଆସିକି ପଡ଼ିବ। ଏମିତି ରିଫ୍ଲେକ୍ଟ ହେଉଥିବ ସେ ଆଲୁଅ, ଯେ ଆଲୁଅ ପଡ଼ିଲା ମାନେ ଆଖି ଏମିତି ହେଇଯିଲା ଭଳିଆ ଆମ କାନ୍ଥ ହେଇଛି। ଆମେ ଦେଖିନଥିଲ? ହଁ ନାଇଁ ତମେ ଛାଡ଼ିଦେଲା ପରେ, ତମମାନେ ଛାଡ଼ିଦେଲା ପରେ ନୂଆ କରି ଆମେ କଲର୍ କରିଥିଲୁ। ସେମିତିଆ କାନ୍ଥ ପୁରା ଚକାଚକ୍। ଏବେ ଗଲେ ଦେଖିବ ଚକ୍ କାନ୍ଥ ପୁରା ଚକ୍।
ଚକ୍ ହଉଛି ସେ କାନ୍ଥ। ସେଇଥିରେ ଗୋଟେ ପେନସିଲଟେ ଧରିଲା ତ ଗାରେଇଲା ଆଉ ଗାରେଇଲା ଆଉ ଗାରେଇଲା। ମାନେ ଇଚ୍ଛା ହଉତା ଦିଟା ଚଟକଣି ଲଗେଇଦେବାକୁ, ଢାଇ ଦିଟା ଚଟକଣି ଲଗେଇଦେବାକୁ। ଏଗୁଡ଼ାକ ସବୁ ବାପା ମାଆଙ୍କ ସଂସ୍କାର ବୁଝିଲ। କହୁଛନ୍ତି କ'ଣ ନା ସରି ଆଣ୍ଟିଙ୍କୁ ସରି କୁହ। ସିଏ ପିଲା ବି ଫୁଲେଇ ହେଇ କହୁଛି ସରି ଆଣ୍ଟି। ସରି କହିଦେଲେ ଚିଙ୍କି। ହେ ଚିଙ୍କି ଆଲୋ ସେଇଟା କ'ଣ ପାଇଲ, କୋଉଠୁ ପାଇଲ? ନା ନାଇଁ 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 ମାମା, ନା ନା ନୂଆ ଘର ହେଇଛି, ଆଣ୍ଟିଙ୍କର ନୂଆ ଘର, କାନ୍ଥ ନା ଭଲ ରଙ୍ଗ ହେଇଛି। ନା 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 କାନ୍ଥ ଗାରେଇବୁନୁ ଚିଙ୍କି, ଚିଙ୍କି ଗାରେଇବୁନୁ ନା। ଥୋ ଥୋ ତାକୁ ମନା କଲେ ସେ କିଛି କରିବନି। ନାଇଁ 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 ସିଏ ଭଲ ପିଲାଟା, ହେଲେ ଯୋଉ ଅବସ୍ଥା କରୁଛନ୍ତି ପଟ୍ଟନାୟକ ବାବୁଙ୍କର ଝିଅ, ଭାଙ୍ଗି ତ ଦେଲା। ଆଉ କ'ଣଟା ମାନେ ଆଉ କ'ଣ ସେ ଟଙ୍କା ଏତେ ଗୁଡ଼ିଏ ଟଙ୍କା ମୋର ଖର୍ଚ୍ଚ ହେଲା, ପୁରା କପ୍ ସେଟ୍ଟା ଗଲା, ତାକୁ କ'ଣ ଫେରି ପାଇବି ନା କାନ୍ଥରେ ଆଉ ଥରେ ଯେଉଁ ରଙ୍ଗ କରିବାକୁ ପଡ଼ିବ ତା ଟଙ୍କା କିଏ ମୋତେ ଦେବ? ଏଇନେ ତ ପୁଣି ଆଉ ଥରେ ମୋତେ ରଙ୍ଗ କରିବାକୁ ପଡ଼ିବ ନା ନାଇଁ କୁହ? ଏବେ ରଙ୍ଗ ହେଇଛି ପୁଣି ଆଉ ଥରେ ରଙ୍ଗ କରିବାକୁ ପଡ଼ିବ। ଯୋଉ ପିଲା ଓ ହାତ ଗୋଡ଼ ତାର କଥା ହଉଛି, ଏବେ କ'ଣ ଗୋଟେ କରୁଥିବ, ସେବେ କ'ଣ ଗୋଟେ କରୁଥିବ, ଏବେ କ'ଣ ଗୋଟେ ଧରି ଦେଇଥିବ, ସେତେବେଳେ କ'ଣ ଗୋଟେ। ଚିଙ୍କି କ'ଣ ଭାଙ୍ଗିଲୁ? ହେଁ ଭାଙ୍ଗିଲା ନାଇଁ ନା ଫାଟିଗଲା? କାହିଁ ଦେଖେ 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 ଫାଟିଲା? ନାଇଁ ମ ଏଇଟା ବୋଧେ ଆଗରୁ ଫଟା ଥିଲା କ'ଣ? ହଁ ଟିକେ ଆଗରୁ ମୋତେ ପାଣି ଦେଇନଥିଲା ଏଥିରେ, ଫଟା ଥିଲା ବୋଲି ମୋତେ କାହିଁ ଲାଗିଲା ଆଗରୁ ଫଟା ଥିଲା ବୋଲି। ନାଇଁ ନାଇଁ ହଁ ହେଇଥିବ ହାତରୁ ଏତେ ଜୋର ପଡ଼ିଗଲା ଚିଙ୍କି, ହାତରୁ ଏତେ ଜୋର ପଡ଼ିଗଲା ଫାଟିଥିବ। ଓହୋ ମୁଁ ପଇସା ଦେଇଦେବି ଯେ। ହଁ ମୁଁ ଜାଣିଛି ତମେ କ'ଣ ମୋଠୁ ପଇସା ନିଅନ୍ତୁ ନା କ'ଣ, ସାନ ପିଲା କ'ଣ ଗୋଟେ କରିଦେଇଛି। ଚାଲିଛି କି ଘରକୁ ଯିବା? ହଁ ତମେ ବି ତ ପାଠ ପଢ଼ିବ ତମ ପୁଅକୁ। ହଁ ମୁଁ ବି ଯାଏ, ଟ୍ୟୁସନ୍ ମାଷ୍ଟର ବି ଦେଖିଛି ଜଣକୁ, ସିଏ ବି ଘରକୁ ଆସିବେ। ସିଏ କ'ଣ କମ୍ ଟଙ୍କା ନେଉଛନ୍ତି ହେଲା, 15,000 ଟଙ୍କା ଖାଲି ଗୋଟିଏ ଘଣ୍ଟା ସପ୍ତାହକୁ 2 ଥର ପଢ଼େଇବା ପାଇଁ। ଆଉ ସେଥିପାଇଁ ନାଇଁ ମୁଁ ଯାଏ, ତାକୁ ଟିକେ ପାଠ ବି ପଢ଼େଇବାକୁ ପଡ଼ିବ। ହଁ ହଉ ଆସିଛି। ହଁ।